ଯଦି ଥରେ ଭଗବାନ ତୁମ ମୁଣ୍ଡ ଉପରେ ହାତ ଧୋଇବେ ନା, ତୁମର କେହି କିଛି କ୍ଷତି କରିପାରିବେନି। ନିଜ ମନ ଯଦି ଷ୍ଟ୍ରଙ୍ଗ ଥିବ, ନିଜେ ଯଦି ଠିକ୍ ରାସ୍ତାରେ ଥିବ ନା, କେହି ବି ଚାହିଁଲେ ବି ତୁମର କିଛି କ୍ଷତି କରିବେନି। ଆଉ ଯେଉଁଠି ଭଗବାନ ହାତ ଧରିବେ ନା, ସେଇଠି ସାଧାରଣ ମଣିଷ କ'ଣ କ୍ଷତି କରିବେ। ମୋର ଯେମିତି କେହି ନଥିଲେ ନା, ମୁଁ ଯଦି ଏକୁଟିଆ ବାହାର ଦୁନିଆ ବିଷୟରେ ନ ଜାଣିକି ବି ମାନେ ମୋ ସ୍ୱାମୀ ପାଇଁ ମୁଁ ସବୁ କିଛି କରିପାରିଥିଲି। କାହିଁକିନା ମୁଁ ସେଥିରେ ମୋ ଭଗବାନ ଥିଲେ। ଆଉ ପ୍ରତ୍ୟେକଟି ପାଦରେ ଯେଉଁଠି ମୁଁ ହାରି ଯାଉଥିଲି ନା, ସେ ଯେମିତି ମୋ ହାତ ଧରିକି ଉଠେଇ ନେଉଥିଲେ। କାହିଁକିନା ସେଇଭଳିଆ ବିପଦରୁ ବଞ୍ଚିକି ଆସିବା ଏତେ ସହଜ କଥା ନୁହଁ। କାରଣ ସେ ମୋ ପରୀକ୍ଷା ନେଇଛନ୍ତି ସତ, ତିନି ଥର ପରୀକ୍ଷା ନେଇଛନ୍ତି ମରଣ ଦୂରକୁ, କିନ୍ତୁ ସେ ହିଁ ମୋତେ ବଞ୍ଚେଇକି ଆଣିଛନ୍ତି ଆମକୁ। ମାନେ ପ୍ରତିଟି ମୁହୂର୍ତ୍ତରେ ପଇସା ସର୍ଟ ଯାଉଥିବ, ମୁଁ ବସିକି କାନ୍ଦୁଥିବି ସେଠି। ମାନେ ମୁଁ ପୁରା ନିୟର୍ସ ରହିଯାଏ। କେଉଁଠୁ ଆଣିବି ପଇସା, ଲକ୍ଷ ଲକ୍ଷ ଖର୍ଚ୍ଚ ହେଉଛି। ଅପରେସନ୍ ପରେ ଲକ୍ଷେ ଟଙ୍କା ମାସକୁ ଖର୍ଚ୍ଚ ହେଉଥିଲା। କେଉଁଠୁ ଆଣିବି? ଯେତେବେଳେ ମୁଁ କାନ୍ଦେ ନା, କେଜାଣି ମୁଁ ଆଜି ପର୍ଯ୍ୟନ୍ତ ବି ହିସାବ ପାଇନି କେଉଁଠୁ ପଇସା ଆସିଛି। ମାନେ ଭଗବାନ ଯେମିତି ମାନେ କୁଆଡ଼ୁ କେମିତି ହେଇକି ସେ କାମ ମେକଅପ୍ ହୋଇଯାଉଥାଏ। ସତରେ ମୁଁ କହିଲି ମୋ ସାଇବାବା ମୋ ସାଥିରେ ଅଛନ୍ତି। ମାନେ ମୁଁ କାହାକୁ ଡରେନି। ମୁଁ ଜାଣିଛି ମୁଁ ଠିକ୍ ରାସ୍ତାରେ ଅଛି। ମୁଁ କେବେ ଭୁଲ କରିନି କି କାହା ମନରେ କଷ୍ଟ ଦେଇନି, ମୁଁ କି କାହାର ଆଜି ପର୍ଯ୍ୟନ୍ତ କ୍ଷତି କରିନି। ସେଥିପାଇଁ ବୋଧେ ଭଗବାନ ମୋର ପ୍ରତିଟି ପାଦରେ ସାଥ ଦିଅନ୍ତି। କିନ୍ତୁ ନିଜର ମନୋବଳ ଯଦି ଦମ୍ଭ ଠିକ୍ ଥିବ ନା, ତାହେଲେ ତୁମେ ସତ୍ ରାସ୍ତାରେ ଆସିଯିବ ନା, ଅଟୋମେଟିକ୍ ତୁମ ରାସ୍ତା କ୍ଲିୟର୍ ହେଇଯିବ। ଆଉ ଭଗବାନ ତୁମ ସାଥ ଦେଇକି ପ୍ରତିଟି ପାଦରେ ଚାଲିଥିବେ। ଏଇଟା ମୁଁ ନିଜେ ରିଏଲାଇଜ୍ କରିଛି।